ମନେ ଅଛି ସ୍ମରଣ ଶକ୍ତି ଅଛି। ଦିନେ ମୋଦି ମନମୋହନ ସିଂଙ୍କୁ ପଚାରିଥିଲେ, କହିଲେ କେବେ ଡଲାର ମୂଲ୍ୟ 100 ଟଙ୍କା ହବ? ମନମୋହନ ସିଂ ବର୍ତ୍ତମାନ ଯେ ଅଛନ୍ତି ଅର୍ଥମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଅଧିକ ବଢିବ। ସେଇ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଅଛନ୍ତି ମନମୋହନ ସିଂ, ଏ ଯୋଉ ମୋଦି, ତାଙ୍କରି ସମୟରେ 100 ଟଙ୍କା ହବ ଡଲାର। খুব শীঘ্র হব, কারণ বর্তমান যে ভাবে চালিছি রেট বড়ুছি 100 টঙ্কা হব ডলার, যে আমার আমদানি রপ্তানি উপরে সাংঘাতিক ভাবে চাপ পড়ব। বর্তমান যে পেট্রোল ডিজেলর দর বড়িছে, আপনার সমস্ত গোটিয়ে কথা কই রখে, আমার মাত্র 40% আমি করা কথা কোণ আমদানি করা কথা। আমার 60% আম ভারতবর্ষে আমদানি হচ্ছে, সমস্ত জাঁয়া দরকার। মু আজ এ কথাটি আপনার আগে রিভিল করছি, সামনাকু নেଉଛି, কিন্তু সে 60% রু পাখাপাখি 20-22% উৎপাদন প্রাইভেট কোম্পানি মানে আদানি আঙ্ক দ্বারা হুয়ে। সেমানে আমদানি করছেন, তাকে সে ক্রুড অয়েল কু রপ্তানি করছেন, মানে ভারতবর্ষ দুর্দিନରେ পড়িଥିବା ବେଳେ ସେ ଭାରତ ବାହାରକୁ ପଠାଉଛନ୍ତି। ତାକୁ ବନ୍ଦ କରିଦିଆଯାଇ ପାରିଥାନ୍ତା ବର୍ତ୍ତମାନ ପାଇଁ। ହେଲା ନମ୍ବର 1। ନମ୍ବର 2, ତାଙ୍କର ହାତରେ ଡବଲ ଇଞ୍ଜିନ ସିଷ୍ଟମ। ସେମାନେ ଚାହିଁଲେ ଏ ଯୋଉ ଭାଟ ବା ସେଲ ଟ୍ୟାକ୍ସ, ବର୍ତ୍ତମାନ ଏକ୍ସାଇଜ ଡ୍ୟୁଟି ସେ ନେଉଛନ୍ତି, ସେଲ ଟ୍ୟାକ୍ସ ଆମେ ନେଉଛୁ, ଷ୍ଟେଟ ନେଉଛି, ଆମେ ୟାକୁ କମେଇ ଦେଇପାରନ୍ତୁ। 10 ଟଙ୍କା ମିନିମମ୍ ଏଥିରୁ ସେଥିରୁ ଉଭୟରୁ କମି ଯାଇପାରନ୍ତା କେତେ ପରିମାଣରେ। କାରଣ ପେଟ୍ରୋଲ ଡିଜେଲ ବଢିଲେ ସମସ୍ତେ ଜାଣିବା ଦରକାର, କେବଳ ଆପଣମାନେ ଯେଉଁମାନେ ଏଠି ବସିଛନ୍ତି ତାଙ୍କ ସ୍କୁଟର ବା ମୋଟରସାଇକେଲ ତାଙ୍କର ଉପରେ ଚାପ ପଡିବନି। ଯୋଉ ଘରଟି ଘରେ ରୋଷେଇ କରୁଛି ତା ଉପରେ ଚାପ ପଡିବ, କାରଣ ଟ୍ରକ୍ ଦାମ ବଢିବ, ଜିନିଷ ଟ୍ରାନ୍ସପୋର୍ଟିଂ ଜିନିଷ ବଢିବ। ତେଣୁ ଯେତେବେଳେ ବଢିବ ସେତେବେଳେ ସମସ୍ତେ ଡାଲି ତେଲ ଯାହା ଘରକୁ କିଣୁଛନ୍ତି ସବୁ ଦର ବଢିବ। କେବଳ ପେଟ୍ରୋଲ ଡିଜେଲ ନୁହେଁ, ସୋରିଷ ତେଲ ବଢିବ, ଡାଲି ବଢିବ, ଜିରା ବଢିବ, ସବୁ ଜିନିଷ ବଢିବ। ସେ ଦର ବଢିଲା ବେଳେ ସମସ୍ତ ଗୃହିଣୀଙ୍କ ଉପରେ ଗୋଟେ ବଡ ଚାପ ପଡିବ। ମୁଁ ଯୋଉ ପ୍ରଶ୍ନଟି ପଚାରୁଛି କହୁଛି କାହିଁକି ଭାରତୀୟ ଜନତା ପାର୍ଟିର କୌଣସି ନେତା ମୁଁ ଜାଣିନାହିଁ, ସେ ତାଙ୍କର ଏ ସମ୍ପର୍କରେ ଜାଣୁଥିବେ କି ନାହିଁ କହୁନାହିଁ ମୂର୍ଖ ବୋଲିକିରି। ତାଙ୍କୁ ପଚାରିବେ ଯେ 5,000 ଟଙ୍କା, ଦ୍ୱିଥରରେ 10,000 ଟଙ୍କା ବର୍ଷକୁ ଏମାନେ ଦେଇଛନ୍ତି ସୁଭଦ୍ରା। ଏ ସୁଭଦ୍ରା ଏ ବର୍ଷ ଦେବେ 10। ବର୍ତ୍ତମାନ ଯୋଉ ଦର ବୃଦ୍ଧି ଘଟିଛି ସେ ବାଟରେ 14,000 ରୁ 16,000 ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଗୃହିଣୀ ତା ରୋଷେଇ ଘର ପାଇକି ତାଙ୍କୁ ଦବ। ଯଦି 5 ବର୍ଷରେ 50,000 ଟଙ୍କା ଦିଅନ୍ତି, ତାହେଲେ 80,000 ଟଙ୍କା ଫେରେଇ ନେବାକୁ ପଡିବ, ଗୃହିଣୀ ମାନେ ସରକାରକୁ ଦେଇଦେବେ। ଏ ହଉଛି ବର୍ତ୍ତମାନର ବ୍ୟବସ୍ଥା। ମୁଁ ସେଇଥିପାଇଁ ଏ ପ୍ରଶ୍ନଟି, ଏ କଥାଟି ରଖିଲି ଆପଣଙ୍କ ଆଗରେ। ଆର କଥାଟି ରଖିଲି କଣ ଯେ ଆମେ ଯୋଉ ପେଟ୍ରୋଲ ଡିଜେଲ ଯୋଉ କରୁଛୁ, ଆମଦାନୀ କରୁଛୁ, ସେଥିରେ ଯୋଉ ଆମେ କେବଳ ସରକାରୀ ଭାବରେ କରୁନା, ସରକାରୀ ଆମଦାନୀ ନୁହେଁ, ବେସରକାରୀ ବା ପ୍ରାଇଭେଟ ସେକ୍ଟରରେ ମଧ୍ୟ ଆମଦାନୀ ହେଉଛି। ତାକୁ କୌଣସି ପରିମାଣରେ ବାହାରକୁ ଦେବାକୁ ନିଆଯାଉ, ନମ୍ବର 1। ନମ୍ବର 2, ରଷିଆରୁ ଆଣୁଥିବା ଯୋଉ କ୍ରୁଡ୍, ତାହା କମ ଦରରେ ଅଣାଯାଉଥିଲା, ତାହା ବନ୍ଦ କରାଯାଇଛି। କାହିଁକି ଏବଂ କେତେ ପରିମାଣରେ ବନ୍ଦ କରାଯାଇଛି, କାହିଁକି ବନ୍ଦ କରାଯାଇଛି? ତୁରନ୍ତ ସେ ପ୍ରଶ୍ନର ଉତ୍ତର ସେମାନେ ଦିଅନ୍ତୁ। ତାଙ୍କର ଯିଏ ଆସିଛନ୍ତି ସଭାପତି, ଆଜି ମୁଁ ତାଙ୍କୁ ସେ ପ୍ରଶ୍ନ ପଚାରୁଛି, ସେ ସଭାପତି ସେ କୁହନ୍ତୁ ଭାରତୀୟ ଜନତା ପାର୍ଟିର କାହିଁକି ରଷିଆ ଠାରୁ ଆଣିବା ବନ୍ଦ କରା। ଟ୍ରମ୍ପ କଣ ଆମର ମାଲିକ? ଏମାନେ ଟ୍ରମ୍ପର ଚାକିରିଆ କହିଦଉନାହାନ୍ତି ସାର୍, ଆମେ ଟ୍ରମ୍ପ ପାଖରେ ଚାକିରି କରିଛୁ। ଭାରତବର୍ଷକୁ ନେଇକି, ଭାରତ ଏକ ସାର୍ବଭୌମ ରାଷ୍ଟ୍ର, ତାକୁ ନେଇ ଟ୍ରମ୍ପ ପାଖରେ ଚାକିରି ରଖିଛନ୍ତି, ଏକଥା ସେ କହିଦିଅନ୍ତୁ। একথা প্রকৃত তো রক্ষি সারিলেনি, তা সত্য। সে কহিবে কোণ? ট্রম্প কহিলে উঠ, ট্রম্প কহিলে বস হচ্ছেন। তেণু আজ ভারতবর্ষর সবু স্বাভিমান, ভারতবর্ষর সার্বভৌমতা সবু নষ্ট করে যাইছি। সে কথা নিজে নিজে আডমিট করে যাওয়া দরকার।
ତେଣୁ ଏସବୁ ଦୃଷ୍ଟିରୁ ଦର କମିବା ପାଇଁ କି ସରକାରଙ୍କ ହାତରେ ରହିଛି। ସରକାର ତା କରିବା କଲେ ଦର କମିବ। ପ୍ରଥମତଃ ଭ୍ୟାଟ୍ କମେଇବେ, 10 ଟଙ୍କା ଭ୍ୟାଟ୍ କମିବ, ତାହେଲେ ଭ୍ୟାଟ୍ କମିବ, ଏକ୍ସାଇଜ ଡ୍ୟୁଟି କମିବ, ତାହେଲେ ବି ଦର କମିଲା। ଦ୍ୱିତୀୟତଃ ରଷିଆରୁ କରାଯାଉଥିବା ଇମ୍ପୋର୍ଟ ପୁଣି ଇମ୍ପୋର୍ଟ କରିବେ, ଏ କଥାଟା ହେଲେ ଯଦି ଆମର କମିବ। ତୃତୀୟତଃ ଆମର ଯୋଉ ଉତ୍ପାଦନ ହଉଛି ତାକୁ ରପ୍ତାନି କରିବେ ନାହିଁ, ତାକୁ କୌଣସି କ୍ରୁଡ ଫର୍ମରେ ବା ମାନେ ପେଟ୍ରୋଲ ବା ଡିଜେଲ ଫର୍ମରେ ତାକୁ ବାହାରକୁ ପଠେଇବେ ନାହିଁ। ଏଇଟା ହଉଛି ଆମର